ଶ୍ରୋତା ବନ୍ଧୁ ଆଜି ଆମେ ଯାହାଙ୍କୁ ଶୁଣିବାକୁ ଯାଉଛେ ସେ ଶୁଣିପାରନ୍ତି ଅଶ୍ରୁତର ସ୍ୱର, ବୁଝିପାରନ୍ତି ଗଛ ବୃକ୍ଷ ଚଢ଼େଇଙ୍କ ମନର କଥା, ଗର୍ଜନଶୀଳ ସମୁଦ୍ରର ଉତ୍ତାଳ ତରଙ୍ଗ ମଧ୍ୟରେ ଖୋଜିପାରନ୍ତି ଜୀବନର ସ୍ତରିତ ପର୍ଯ୍ୟାୟ ସବୁକୁ। ତାଙ୍କ ଲେଖନୀରେ ଜଡ଼ଜଗତ ଓ ମାନବିତ୍ୱର ସମସ୍ତେ ଜୀବନ୍ତ। ଗ୍ରାମ୍ୟ ଜୀବନ ଓ ସହରୀ ଜୀବନର ନିଛକ ବ୍ୟାଖ୍ୟାକାର ସେ ସମକାଳୀନ ଓଡ଼ିଆ ଭାଷା ସାହିତ୍ୟର ଜଣେ କୃତବିଦ୍ୟ ଗାଳ୍ପିକ ଶ୍ରୀଯୁକ୍ତ ପ୍ରକାଶ କୁମାର ପରିଡ଼ା। ପ୍ରକାଶ କୁମାର ପରିଡ଼ା ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ସମାଲୋଚକ ତଥା ଜଣେ ସୁସମ୍ପାଦକ। ସେ ତାଙ୍କ ଅନୁଭୂତିକୁ ନୂତନ ଭାବରେ ଅଭିବ୍ୟକ୍ତ କରିବା କ୍ଷେତ୍ରରେ ବେଶ୍ ସ୍ୱତନ୍ତ୍ର ଓ ସିଦ୍ଧହସ୍ତ। ତାଙ୍କର 3 ଗୋଟି ଉପନ୍ୟାସ ରହିଛି। ସେଗୁଡ଼ିକ ହେଲା ମିଛ ନୁହେଁ, ସତ ନୁହେଁ, ଜଳଦର୍ପଣ, ଉତ୍ତରାଧିକାର। ଗଳ୍ପ ସଂକଳନ ଗୁଡ଼ିକରେ ରହିଛି ଶୂନ୍ୟ ସଂହିତା, କୃଶବିଦ୍ଧ, ମାତୃଭୂମି, ଦେହୋତ୍ତର, ପିଲାବେଳ, ପିତୃଲାଭ, ପ୍ରଳୟର ପୃଥିବୀ ଇତ୍ୟାଦି। ଗଳ୍ପ ଏବଂ ଉପନ୍ୟାସରେ ପାଠକ ହୃଦୟକୁ ନିବିଡ଼ ବିହ୍ୱଳପଣରେ ବାନ୍ଧି ପାରିବାର ତାଙ୍କର କଥାକାରିତା ଅତ୍ୟନ୍ତ ପ୍ରଭାବଶାଳୀ। ତାଙ୍କ ଗଳ୍ପ ଓ ଉପନ୍ୟାସକୁ ପଢ଼ିଲା ବେଳେ ପାଠକଟିଏ ନିଜକୁ ସେଥିରେ ଖୋଜି ଚରିତ୍ର ପାଲଟି ଯିବାର ଅଦ୍ଭୁତ ଇନ୍ଦ୍ରଜାଲ ଥାଏ। ଶ୍ରୋତାବନ୍ଧୁ, ଆମେ ଆଜି ଶୁଣୁଛେ ଗାଳ୍ପିକ ପ୍ରକାଶ କୁମାର ପରିଡ଼ାଙ୍କୁ। ତାଙ୍କ ଗଳ୍ପର ଶୀର୍ଷକ ହେଉଛି ମାତୃଭୂମି। କଥାକାର ପ୍ରକାଶ କୁମାର ପରିଡ଼ା। ଯାହାକୁ କବିମାନେ ଭୂସ୍ୱର୍ଗ କହନ୍ତି, ଯେଉଁଠି ହିମାଳୟ ପର୍ବତମାଳାର ପଶ୍ଚିମତମ ପର୍ବତଟି ସମତଳ ଭୂମିରେ ତାର ମସ୍ତକ ଅବନତ କରିଦେଇଛି ପ୍ରଣାମ ମୁଦ୍ରାରେ, ଯେଉଁଠି ତରୁଣୀ ମାତ୍ରେଇ ପରି ଭଳି ସୁନ୍ଦରୀ, ଯେଉଁଠି ଗଛ ମାତ୍ରେଇ ଫୁଲ ଫଳ ମଣ୍ଡିତା, ଯେଉଁଠି ଝର ମାତ୍ରେଇ ସୁଶୀତଳ ସ୍ୱଚ୍ଛ ନୀରା, ସେଇଠୁ ତମ ମାତୃଭୂମିକୁ ତା ଛୋଟ ଡେଣା ଦୁଇଟିରେ ପହଁରି ପହଁରି ଦେଖିଯିବ ବୋଲି ବିହଙ୍ଗଟି ତାର ଯାତ୍ରା ଆରମ୍ଭ କଲା। ପବନରେ ଥିଲା ଫୁଲର ସୁଗନ୍ଧ, ଝରଣା ଗାଉଥିଲା ଯାତ୍ରା ମଙ୍ଗଳ ଗୀତି, ଗଛ ବୃକ୍ଷମାନେ ଡାଳ ହାତ ହଲେଇ ଶୁଭଯାତ୍ରା କାମନା କରୁଥିଲେ, ପାହାଡ଼ ଆଶୀର୍ବାଦ କରୁଥିଲା ଓ ଆକାଶ ସମ୍ଭାଷଣ ଜଣାଉଥିଲା। ବିହଙ୍ଗଟି ଏହି ଅଯାଚିତ ବ୍ୟବସ୍ଥାରେ ଉତ୍ଫୁଲ୍ଲିତ ଓ ସଲ୍ଲଜ୍ଜ ହୋଇ ଥରେ ସମସ୍ତଙ୍କୁ ଚାହିଁଲା, ବିଦାୟ ଦିଅ ଢଙ୍ଗରେ ଓ ତୀର ପରି ଆକାଶକୁ ଉଠିଗଲା। ଛୋଟ ଛୋଟ ଡେଣା ଦୁଇଟି ହଲେଇ ମନେ ମନେ ଗୀତଟିଏ ଗୁଣୁଗୁଣେଇ ଆଖି ଦୁଇଟିକୁ ସତର୍କ ଭାବେ ଭୂମି ଉପରେ ପହଁରେଇ ସେ ଆଗକୁ ଉଡ଼ିବାକୁ ଲାଗିଲା। ହଠାତ୍ ତଳୁ କିଏ 2 ଜଣ ପାଟି କରି କ'ଣ କହିବା ଭଳି ତାକୁ ଶୁଭିଲା। ସେ ଟିକିଏ କାନେଇଲା, ଗତି ଧିମେଇଲା, ଉଚ୍ଚତା କମେଇଲା ଓ ନିରେଖି ଚାହିଁଲା। 2 ଜଣ ମଣିଷ ପରସ୍ପରକୁ ସାମ୍ନା କରି 2ଟା ବନ୍ଧୁକ ଧରି ଠିଆ ହୋଇଥିଲେ ଓ ସେମାନଙ୍କ ଆଖି ଥିଲା ତା ଉପରେ। ହାତରେ କିଛି ଅସ୍ତ୍ର ପଡ଼ିଗଲେ ମଣିଷମାନେ କାହିଁକି ହଠାତ୍ ମୁହାଁମୁହିଁ ହୋଇଯାଆନ୍ତି ଛକିଲା ପରି? ବିହଙ୍ଗଟି ତାର କାରଣ ବୁଝିପାରେ ନାହିଁ କେବେ। କନ୍ ହୋ? ହଠାତ୍ ଦୁହେଁ ପଚାରିଲେ ଧମକେଇଲା ପରି, ଯେମିତି ସେମାନେ ଆକାଶକୁ ହିଁ ପ୍ରଶ୍ନ ପଚାରୁଥିଲେ। ସେମିତି ଜଣା ପଡ଼ୁଥିଲା ତାଙ୍କ ବେକ ବଙ୍କି ଚାହିଁବାରୁ। ଉଭୟଙ୍କ ବନ୍ଧୁକ ତା ଆଡ଼କୁ ଉଞ୍ଚେଇ ହେଇ ରହିସାରିଥାଏ ସେତେବେଳକୁ। ବିହଙ୍ଗଟି ଭୟ ପାଇଗଲା। ଭାବିଲା ପଚାରିଦେବ କି? ତମେ କିଏ ଏ କଥା ପଚାରିବାକୁ? କିନ୍ତୁ ଏମିତିକା ପ୍ରଶ୍ନଟିଏ ବନ୍ଧୁକଧାରୀମାନଙ୍କୁ ପଚରା ଯାଏ ନାହିଁ ବୋଲି ସମଗ୍ର ବିହଙ୍ଗ ଜାତି ବୁଝିଥିଲେ। ଏଣୁ ସେ ନୀରବ ରହିଲା। କିନ୍ତୁ ତା ମନ କଥା ବୁଝିଲା ଭଳି ଜଣେ କହିଲା, ଆମ 2 ପଡ଼ୋଶୀଙ୍କ ଘର ସୀମା ଉପରେ ପଇଁତରା ମାରିଲା ବାଲା ତମେ କିଏ? କ'ଣ ତମ ମତଲବ? ଭୟ ପାଇଯାଇଥିବା ସତ୍ତ୍ୱେ ଯାତ୍ରାର ରୋମାଞ୍ଚରେ ଆମୋଦିତ ବିହଙ୍ଗଟି କହିଲା, ମୁଁ ଯାତ୍ରୀଟିଏ, ମୋ ମାତୃଭୂମି ପରିକ୍ରମାରେ ବାହାରିଛି। ଏମିତି କିଛି ମତଲବ ନାହିଁ ମୋର। ମାତୃଭୂମି? ଉଭୟ ଏକ ସଙ୍ଗରେ ଉଚ୍ଚାରଣ କଲେ ଓ ପଚାରିଲେ, କ'ଣ ତା ନା? ଭାରତ, ଭାରତବର୍ଷ। ବିହଙ୍ଗଟି ଭାରତ ସହ ବର୍ଷ କହିପାରିଥିବାରୁ ନିଜକୁ ଧନ୍ୟବାଦ ଦେଉଥିଲା। ଓ ଭାରତବର୍ଷ, ତମେ ତାହେଲେ ଜଣେ ଭାରତୀୟ? ଜଣେ ବନ୍ଧୁକବାଲା କହିଲା ଓ ତା ବନ୍ଧୁକ ନଇଁଗଲା। ତ ତୁମ ଭାରତୀୟ ହୋ? ଅନ୍ୟ ବନ୍ଧୁକବାଲାଟି ଚମକିଲା ପରି କହିଲା ଓ ତାର ଟ୍ରିଗର ନଇଁଗଲା।
ଯଥେଷ୍ଟ ସତର୍କ ଥିଲେ ବି ଓ ନିଜକୁ ବଞ୍ଚେଇବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଥିଲେ ବି ବିହଙ୍ଗଟି ତାର ଗୋଟିଏ ପର ହଲେଇଲା। ଦ୍ରୁତ ଗତିରେ ସେଠୁ ସେ ଉଡ଼ି ଚାଲିଗଲା ଆଗକୁ ଏକା ନହସରେ। କ୍ରମେ ପବନର ଆଶ୍ୱାସନାରେ ସେ ପଛ କଥା ଭୁଲିଗଲା ଓ ଭାବିଲା ଏଣିକି ଜଙ୍ଗଲ ନୁହେଁ କୃଷିକ୍ଷେତ୍ର ଉପର ଦେଇ ବିସ୍ତୀର୍ଣ୍ଣ ଗହମର ପାଟଳ କ୍ଷେତ ଉପରେ ଇଚ୍ଛା ହେଲେ ଦାନାଟିଏ ଖୁମ୍ପି ଗହମ ଦୋଳିରେ ଦଣ୍ଡେ ଝୁଲି ଆନନ୍ଦରେ ଫୁର୍ତ୍ତିରେ ଯିବା ଭଲ ହେବ। ମହାରାଜା ରଞ୍ଜିତ ସିଂ କିମ୍ବା ଗୁରୁ ନାନକଙ୍କୁ ଅନ୍ତତଃ ତାଙ୍କ ପ୍ରତିମାକୁ ଦର୍ଶନ କରି ନିଜକୁ ଧନ୍ୟ କରେଇବାର ଇଚ୍ଛା ତାର ହେଲା ଓ ସେ ସେଇଆ କଲା ମଧ୍ୟ। ହୁସିଆର, କେତେ ଜାଣା! ମହାରାଜା ରଞ୍ଜିତ ସିଂ ମନେକରି ତାଙ୍କୁ ଶ୍ରଦ୍ଧା ନିବେଦନ କରିବାକୁ ଯାଉଥିବା ବେଳେ ବିହଙ୍ଗଟି ସେଇ ପ୍ରତିରୋଧୀ ପ୍ରଶ୍ନ ଶୁଣିଲା ଲୋକଟି ଠାରୁ। ଶୁଣି ଚମକି ପଡ଼ିଲା। ତମେ ତାହେଲେ ମହାରାଜା ରଞ୍ଜିତ ସିଂ ନୁହଁ? ବିହଙ୍ଗଟି ସରଳ ଭାବରେ ପଚାରିଲା। ମୋତେ ପ୍ରତିପ୍ରଶ୍ନ? ସେଇ ମହାରାଜା ରଞ୍ଜିତ ସିଂ ଭ୍ରମ ସୃଷ୍ଟି କରୁଥିବା ଲୋକଟି କପାଳ ଓ ଆଖି କୁଞ୍ଚିତ କରି ନିଜକୁ ପଚାରିଲା ଓ ବିହଙ୍ଗ ଦିଗକୁ ତାର ହାତ ତିଆରି ଏକନଳିଆ ବନ୍ଧୁକ ଉଞ୍ଚେଇ କ୍ରୋଧରେ ପାଟି କଲା। ठहरो, नहीं तो गोली चला दूंगा। तुम क्या हो? अकाली, चरमपंथी या कांग्रेसी? सब बताओ, वरना जान ले लूंगा। ବିହଙ୍ଗଟି ଏଇ ଅକାଳି, ଚରମପନ୍ଥୀ ଇତ୍ୟାଦି ଶବ୍ଦ ସହ ଆଗରୁ ପରିଚିତ ନଥିଲା ଜମା। ଲୋକଟି ତାକୁ ଗାଳି ଦଉଛି ଏମିତି ମନେ ହେଲା ତାର। ମନେ ହେଇ ଦୁଃଖ ଲାଗିଲା। ଦୁଃଖ ହେଇ କଣ୍ଠରୋଧ ହେଇଗଲା। କଣ୍ଠରୋଧ ହେଇ କଥା ବାହାରିଲାନି କିଛି। ଯଦିଓ ସେ କହିଲା, ମୁଁ ଅକାଳି, ଚରମପନ୍ଥୀ ବା କଂଗ୍ରେସୀ କ'ଣ କିଛି ଜାଣି ନାହିଁ। ମୁଁ ଖାଲି ବିହଙ୍ଗଟିଏ। ଏମିତି ଆଜେ ବାଜେ ଧରଣର ବିହଙ୍ଗ। ମୁଁ ସତ ମାନୁଛି। ଯଦିଓ ମୋର ମନ ଅଛି, ତଥାପି ଏ ପର୍ଯ୍ୟନ୍ତ ଦାନାଟିଏ ବି ଗହମ ମୁଁ ଖାଇ ନାହିଁ। ତମ ହାତର ସେ ମାରାତ୍ମକ ଜିନିଷଟାକୁ ତଳେ ରଖିଦିଅ। ମୁଁ ପରା ମୋ ମାତୃଭୂମି ପରିକ୍ରମାରେ ବାହାରିଛି ଇତ୍ୟାଦି ତରତରେଇ କହିଥିଲା। କିନ୍ତୁ ସେ କଥା ସେ ଲୋକଟି ପର୍ଯ୍ୟନ୍ତ ଶୁଭିବା ଭଳି ଶକ୍ତି ବିହଙ୍ଗଟିର କଣ୍ଠରେ ନଥିଲା। साला कांग्रेस की जासूस होगा, नहीं तो चुप क्यों रहता? ସେଇ ମହାରାଜା ରଞ୍ଜିତ ସିଂ ସଦୃଶ ଲୋକଟି ନିଜ ମନକୁ ଓ ପବନକୁ ପଚାରିଲା ଭଳି କହିଲା ଏବଂ ତା ମନର ଖତମ କରୁ ନିର୍ଦ୍ଦେଶ ପାଇବା ମାତ୍ରେ ବନ୍ଧୁକରୁ ଗୁଳି ଚଳେଇ ଦେଲା। ବିହଙ୍ଗ ତାର ଆଉ ଗୋଟିଏ ପର ଲାଞ୍ଜରୁ ହରାଇ ଆଗକୁ ଉଡ଼ିଗଲା। ନା ଜଙ୍ଗଲ ନୁହେଁ, ନା ଶସ୍ୟକ୍ଷେତ୍ର ନୁହେଁ, ସହର ଉପରେ ସେ ଏମିତି ଭାବରେ ତାର ଗତିପଥ ବଦଳେଇବା ଜନିତ ସିଦ୍ଧାନ୍ତ ନେଲା ଓ ପବନର ପ୍ରଚୁର ଆଶ୍ୱାସନା ସତ୍ତ୍ୱେ ଆଉ ସ୍ୱାଭାବିକ ହେଇପାରିଲା ନାହିଁ। ଏଥର ସିଏ ଗୋଟିଏ ଭବ୍ୟ ସହର ଉପରେ ଉଡ଼ି ଯାଉ ଯାଉ ସବୁବେଳେ କୋଉଠୁ ନା କୋଉଠୁ କନ୍ ହୋ, ଠେହରୋ ଇତ୍ୟାଦି ଶବ୍ଦମାନ ଅଚାନକ ଶୁଣିବାକୁ ପ୍ରସ୍ତୁତ ଥାଇ ତଳର ଦୃଶ୍ୟ ସବୁକୁ ଦେଖୁଥିଲା। ବ୍ୟସ୍ତ ମଣିଷ, ଗାଡ଼ି ଘୋଡ଼ା, ହୋ ହଲ୍ଲା ଏବଂ ଜଣେ ବି କେହି ଉପରକୁ ଚାହୁଁ ନଥିବା ଦେଖି ବିହଙ୍ଗଟି ଆଶ୍ୱସ୍ତ ହେଲା। ଏଠି ବୋଧେ ମତଲବ କି ଅକାଳି ପଚାରିଲା ବାଲା କେହି ନାହାନ୍ତି। ଭଲ, ଏଇ ଜାଗାଟା ଭଲ। କେତେ ଉଚ୍ଚା ଉଚ୍ଚା କୋଠା, କୋଠା ଉପରେ ଚଢ଼େଇ ବସିବାକୁ ଏଠି ବ୍ୟବସ୍ଥା ଅଛି ନା କ'ଣ? ବାଃ, ଭଲ ତ। ଟିଭି ଆଣ୍ଟେନା ଉପରେ କୁଆ, ପାରା ଜାତୀୟ ଚଢ଼େଇମାନଙ୍କୁ ବସିଥିବାର ଦେଖି ସେ ଭାବିଲା, ଦଣ୍ଡେ ବସିବି କି? ଭାବୁ ଭାବୁ ସେ ପକ୍ଷ ସ୍ଥିର କରିନେଲା ଓ ଗୋଟିଏ 5 ମହଲା କୋଠା ଉପରେ ଲାଗିଥିବା ଆଣ୍ଟେନା ଉପରକୁ ଧୀରେ ଖସି ଆସି ବସି ପଡ଼ିଲା। ସେଇଟା ସେଠି କ'ଣ? ପାଖ କୋଠାର ଝରକା ବାଟେ ଦିଶୁଥିବା କାଳିଆ ଛୋଟ ବାକ୍ସ ଆକାରର ଜିନିଷକୁ ଦେଖି ସେ ଭାବିଲା, ସେ ଘରକୁ ତ କେତେ ମଣିଷ ପଶି ଆସୁଛନ୍ତି। ହେଇ, ସେ କଳା ଜିନିଷଟା ପାଖରେ କିଏ ଜଣେ ପହଞ୍ଚିଗଲାଣି। ସେ ଜିନିଷଟାକୁ ଦେଖି ସେ ଏମିତି ଚଙ୍ଗଚଙ୍ଗ ହେଉଛି କାହିଁକି? ଆଉ କେହି ଦେଖିବା ପୂର୍ବରୁ ସେ ସେଇଟା ଉଠେଇ ନେଉଛି। ଢୋ! ଆଗରୁ ଶୁଣୁଥିବା 2ଟି ଶବ୍ଦ ଠାରୁ ଏଇଟି ବହୁ ଗୁଣ ଜୋରରେ ଶୁଭିଲା। ବିହଙ୍ଗଟି ଚମକି ପଡ଼ି ଉଡ଼ି ଯାଉ ଯାଉ ତା ଗୋଡ଼ରେ ଗୋଟିଏ କଣ୍ଟା ବା ତତ୍ଜାତୀୟ ମୁନିଆ ଜିନିଷ ଗଳିଗଲା ପରି ଅନୁଭବ କଲା। ପ୍ରାଣ ବିକଳରେ ଉଡ଼ିଗଲା ବେଳେ ପ୍ରଚଣ୍ଡ କୋଳାହଳ ଭିତରେ ସେ କେବଳ ଟ୍ରାଞ୍ଜିଷ୍ଟର ବମ୍ ଭଳି କିଛି ଆତଙ୍କଗ୍ରସ୍ତ ଶବ୍ଦ ଶୁଣିଥିଲା। ମାତ୍ର ତାହା ଚରମପନ୍ଥୀ ଭଳି ଶବ୍ଦଠାରୁ କମ୍ ଅଜ୍ଞାତ ଓ ଅବୋଧ୍ୟ ନଥିଲା ବିହଙ୍ଗଟି ପକ୍ଷେ।
ବିହଙ୍ଗଟି ବେଶ କିଛି ବାଟ ଆଗେଇ ଆସିଥିଲା। ତା ବାହାରିବା ଜାଗାଠାରୁ ଯଦିଓ ସେ ଜାଣିଥିଲା ଆହୁରି ଅନେକ ବାଟ ଅଛି ଆଗକୁ ଯିବାକୁ, ଶେଷ ପର୍ଯ୍ୟନ୍ତ ତଥାପି ବାରମ୍ବାର ଏଇ ଅଘଟଣ ଗୁଡ଼ିକରେ ସେ ବିବ୍ରତ ହୋଇ ପଡ଼ିଥିଲା। ଏଣୁ ସେ ଭାବିଲା ଏଣିକି ସିଧା ନୁହେଁ, କିଞ୍ଚିତ୍ ବାମକଡ଼ ହେଇ ଯିବା ଭଲ ହେବ। ସେଇଆ କଲା ବି ସେ। ଅସଂଖ୍ୟ ପାହାଡ଼, ପାହାଡ଼ର ଢାଲୁରେ ସବୁଜ ଚାର, ପାହାଡ଼ କ୍ଷେତ, ଟୋକେଇ ଲାଉ କରିଥିବା ଓ ତଳକୁ ଚାହିଁ ପତ୍ର ତୋଳୁଥିବା ମାଇପେ, ଏସବୁ ଦେଖୁ ଦେଖୁ ବିହଙ୍ଗଟି ତା ଦେହର କଷ୍ଟ ଭୁଲିଯିବାକୁ ଜୋର କରି ଚେଷ୍ଟା କଲା। କିନ୍ତୁ ତା ସତ୍ତ୍ୱେ ତା ମନ ଗୋଟେ ଭଲ ଲାଗିଲା ନାହିଁ। ଢୋ ଢା ଶବ୍ଦଠାରୁ ମଣିଷ ପାଟିରୁ ବାହାରୁଥିବା ଅବୋଧ୍ୟ କୁତ୍ସିତ ଶବ୍ଦ ଗୁଡ଼ାକ ତାକୁ ଯନ୍ତ୍ରଣାଦାୟକ ମନେ ହେଉଥିଲା। କେହି ତା ଜାଣିପାରିଲେନି। କେହି ତା ଜଣେ ପଚାରିଲେନି, କ'ଣ ବନ୍ଧୁ, କୁଆଡ଼େ ବାହାରିଛ? ଯାତ୍ରା ଶୁଭ ହେଉ। କିନ୍ତୁ ଯାତ୍ରା ଆରମ୍ଭରେ ବିହଙ୍ଗଟି ବାଟରେ ଏଇଭଳି ସମ୍ଭାଷଣ ପାଇବ ବୋଲି ଶତକଡ଼ା ଅନେଶ୍ୱତ ଭାଗ ଆଶାଇଥିଲା। ଚା କ୍ଷେତ ପାରି ହେଇ କିଛି ଆଗକୁ ଯାଇଛି କି ନାହିଁ, ତାକୁ ତଳୁ ଗୋଟେ ପ୍ରଶ୍ନ ଶୁଭିଲା। ଏଥରର ପ୍ରଶ୍ନରେ ଆଦେଶ ଅପେକ୍ଷା ନିର୍ଦ୍ଦେଶ ଥିଲା ବେଶୀ, ଯଦିଓ କ୍ରୋଧ ମିଶିଥିଲା ସେଥିରେ। ସେ ଶୁଣିଲା ପ୍ରଶ୍ନଟି ଦୋହରେଇ ଦବାର। ତମର ନାଗରିକତ୍ୱ ସାର୍ଟିଫିକେଟ୍ ଅଛି? ତୁମକୁ ପଚାରୁଛି, ତୁମକୁ। ହେଇ ଉଡ଼ିଲା ବାଲା। ନାଗରିକତ୍ୱ ସାର୍ଟିଫିକେଟ୍? କ'ଣ ଏସବୁ? ବିହଙ୍ଗ ବୁଝିପାରିଲାନି, କିନ୍ତୁ କହିଲା, ମୁଁ ଭାରତୀୟ, ମାତୃଭୂମି ପରିକ୍ରମାରେ ବାହାରିଛି। ଏମିତି ଖାଲି ଖୁସିରେ, ଖାଲି ଦେଖିବାକୁ ମୋ ମାତୃଭୂମିର ସମୁଦାୟ ରୂପଟା। ବିହଙ୍ଗଟି ପ୍ରଥମ ଥର ପରି ଆନ୍ତରିକତାରେ ଓ ଆଦୌ ଭୟ ନ କରି ଏଥର କହିଥିଲା, ହୁଃ, ଭାରତୀୟକୁ ଏଠି ଭାରତୀୟ ନୁହେଁ। ତତେ ପଚାରୁଛି, ତୋର ଏଇଠି ରହିବା ପାଇଁ ସାର୍ଟିଫିକେଟ୍ ଅଛି କି ନାହିଁ? ମୁଁ ତ କହୁଛି ମୁଁ ଭାରତୀୟ। ମୁଁ ସେଇ ଦେଶରୁ ଆସିଛି ଯେଉଁ ଦେଶର ପିତା ହେଉଛନ୍ତି ଗାନ୍ଧୀ। ଆଖି ଛୁଇଁ କହୁଛି। ବିହଙ୍ଗଟି ସତରେ ତା ଡାହାଣ ଆଖି ଛୁଇଁଲା। ଗୋଟିଏ ଗୋଡ଼ରେ, ଯୋଉ ଗୋଡ଼ରେ କଣ୍ଟା କି ଆଉ କ'ଣ ମୁନିଆ ଜିନିଷ ଗଳି ଯାଇଥିଲା କିଛି ପୂର୍ବରୁ। ତୁ ଏଠି 66 ମସିହା ପୂର୍ବରୁ ଅଛୁ ତ? ତାହେଲେ ସାର୍ଟିଫିକେଟ୍ ନହେଲେ ଚଳିବ। ଜଣେ ଭଲ ଲୋକ ଏଥର ଭଲ ଭାଷାରେ ଯଦିଓ ସମ୍ମାନର ସହ ନୁହେଁ କହିଲା। ତାକୁ ପଚାରିଲା। ସଚରାଚର ବିହଙ୍ଗ ଜାତିର ନିର୍ଦ୍ଦିଷ୍ଟ ବାସସ୍ଥାନ ନଥାଏ ଓ ଥିଲେ ବି କେତେ ସୂର୍ଯ୍ୟାସ୍ତ କେତେ ସୂର୍ଯ୍ୟୋଦୟରେ ଗୋଟିଏ ମସିହା ହୁଏ ତାକୁ ଜଣା ନଥାଏ। ଏଣୁ ସେ ନୀରବ ରହିବାକୁ ବାଧ୍ୟ ହେଲା। ଅନୁପ୍ରବେଶକାରୀ, ତାକୁ ଧର, ଜଳେଇ ଦିଅ। ଆମର ପ୍ରତିଟି ଇଞ୍ଚ ଜାଗା ଆମର। ଏଠି କେହି ବାହାର ଲୋକ ରହି ନପାରେ। ସମ୍ମିଳିତ କଣ୍ଠର ଚିତ୍କାର ଶୁଭିଲା। ଅନୁପ୍ରବେଶକାରୀ? ପୁଣି ଗୋଟାଏ କିମ୍ଭୂତ ଜଟିଳ ଅବୋଧ୍ୟ ଗାଳି ଭଳି ଶବ୍ଦଟି ତାକୁ ଶୁଭିଲା। ସେ କିଛି କୈଫିୟତ ଦେବା ପୂର୍ବରୁ ତା ବାମ ଡେଣାର କେତୋଟି ପର ଛିଣ୍ଡି ଯାଇ ଚିତ୍ରାକାରରେ ଘୁରି ଘୁରି ତଳକୁ ଖସି ଯାଉଥିବାର ସେ ଦେଖିଲା। ନୈରାଶ୍ୟ, ମନସ୍ତାପ ଓ ଗ୍ଳାନିର ସମ୍ମିଳିତ ପ୍ରଭାବ ତାର ମାତୃଭୂମି ଦର୍ଶନ ଆକାଂକ୍ଷା ତୁଳନାରେ ତଥାପି ଊଣା ଥିବାରୁ ସେ ଯାତ୍ରା ଅବ୍ୟାହତ ରଖିଲା। କିନ୍ତୁ ଏଥର ତା ଗତିରେ ଶିଥିଳତା ଓ ମନରେ ଦୁର୍ବଳତା ସେ ନିଜେ ବୁଝିପାରୁଥିଲା। ତେଣୁ ସେ ଅଧିକ ସତର୍କ ହେଲା ଓ ଆଗେଇବାରେ ଲାଗିଲା। ଦୀର୍ଘ ପଥ ସେ ଅତିକ୍ରମ କରିଗଲା, କୌଣସି ପ୍ରଶ୍ନର ପ୍ରତିରୋଧ ବିନା। ତେଣୁ ସେ ଆଉ ତଳକୁ ଚାହୁଁ ନଥିଲା ଆଗ ଭଳି ସତର୍କ ହେଇ। ଆଗକୁ ଚାହିଁ ସେହି ନିରୁତ୍ସାହିତ ଅଥଚ ବାଧ୍ୟତଃ ଯାତ୍ରାରେ ସେ ଖାଲି ଅନ୍ୟମନସ୍କ ହେଇ ଆଗେଇ ଚାଲିଥିଲା। ଠାଏ ପାହାଡ଼ ପର୍ବତ ଘେରା ଏକ ବିସ୍ତୀର୍ଣ୍ଣ ଅଞ୍ଚଳ ଉପର ଦେଇ ଯାଉ ଯାଉ ତାକୁ କାହିଁକି ଅସ୍ୱାଭାବିକ ଲାଗିଲା। ସେ ତଳକୁ ଚାହିଁ ଦେଖିଲା, ଗୁଡ଼ାଏ ଅଦ୍ଭୁତ ଜୀବନ ଗଛ ଡାଳ ଗଛ ମୂଳରେ ଲେପ୍ଟେଇ ପଡ଼ି କ'ଣ କରୁଛନ୍ତି। ପରସ୍ପର ଭିତରେ ଧରାଧରି ଗଡ଼ାଗଡ଼ି ହେଉଛନ୍ତି ଓ ତଳୁ କ'ଣ ଗୋଟିଏ ପାଇଲେ କି ଗଛରୁ କ'ଣଟାଏ ଛିଣ୍ଡେଇ ପାଟିରେ ପକେଇ ଦେଉଛନ୍ତି। ମାଙ୍କଡ଼ ହେଇପାରନ୍ତି। ଏୟା ଭାବି ସେ ଅନ୍ୟମନସ୍କ ହେଇ ଚାଲି ଯାଉଥିଲା। ମାତ୍ର କାହିଁକି କେଜାଣି ତଳକୁ ଖସି ଆସି ଦେଖିଲା ସେଗୁଡ଼ାକ ମଣିଷ। କିଛି ଗୋଟାଏ ପର୍ବ ହେବ ବୋଧେ, ନହେଲେ ପିଲା ପିଚିକାଠୁ ବୁଢ଼ାବୁଢ଼ୀ ଯାଏ କାହିଁକି ଏମିତି ଜମା ହେଇଥାନ୍ତେ? ଏମିତି ବୁଲି ବୁଲି ଖାଉଥାନ୍ତେ କାହିଁକି? ମଣିଷମାନଙ୍କ ଖୁସିରେ ସେ ବି ଖୁସି ହେଲା। ସେ ନିଶ୍ଚିତ ଥିଲା ଏଠି ତାକୁ ବାଧିଲା ଭଳି କଥା କେହି କହିବେ ନାହିଁ। ଅନୁପ୍ରବେଶ, ଟ୍ରାଞ୍ଜିଷ୍ଟର, ଅକାଳି, ଠେହେରୋ, କନ୍ ଇତ୍ୟାଦି ନୁହେଁ, ବରଂ କୁଆଡ଼େ ଯାଉଛ, ଭଲରେ ପହଞ୍ଚ, ଫେରିଲା ବେଳକୁ ଦେଖାହେବ ଇତ୍ୟାଦି ବାକ୍ୟ ଶୁଣିବାକୁ ସେ ପ୍ରସ୍ତୁତ ଏବଂ ଉତ୍କୀର୍ଣ୍ଣ ହେଇ ରହିଥିଲା।
ତାକୁ ପ୍ରସନ୍ନ କରି ତଳୁ ଶୁଭିଲା, ହଇରେ ବିହଙ୍ଗଟାଏ, ଏବଂ ତମେ କୁଆଡ଼େ ଯାଉଛ? ଆସ ଆସ, ମୋ ପିଣ୍ଡାରେ ବସ, ଖାଇବାକୁ ଦେବି ତୁମକୁ, ଇତ୍ୟାଦି ସେ ଆପଣା ଛାଏଁ ଶୁଣିନେଲା। ତାର ଏଇ ପ୍ରଫୁଲ୍ଲ ଓ ଆଶ୍ୱସ୍ତ ମାନସିକତାକୁ ବ୍ୟାହତ କରି ଶୁଭିଲା, ରହ, ଚିଲାନା, ଶଳା ତର୍କି ଯିବ, ମୋ ତୀରଟା ଦେ, ଶଳାକୁ ନାଛି ଦିଏ। ଏଇ କଥା ସହିତ ସାଏଁ କରି ତୀରଟାଏ ଉଠି ଆସିଲା ଆକାଶକୁ। ବିହଙ୍ଗଟି ଦେଖିଲା ତା ଶରୀରଠାରୁ ଢେର ତଳ ଯାଏ ଆସି ତୀରଟିଏ ମୁହଁ ଫେରେଇ ନେଲା ମାଟି ଆଡ଼କୁ। ବିହଙ୍ଗ ବୁଝିଗଲା ଏଠି ଦୁର୍ଭିକ୍ଷ ପଡ଼ିଛି, ନହେଲେ ତୀର କେବେ ତାକୁ ସାଙ୍ଗରେ ନ ଗୁନ୍ଥି ଫେରି ନଥାନ୍ତା। ତଥାପି ସେ ସେଠାରୁ ଦ୍ରୁତ ଗତିରେ ଉଡ଼ି ପଳେଇଲା। ଡାହାଣ ନୁହେଁ, ବାମ ବି ନିରାପଦ ନୁହେଁ, ମଝିରେ ସିଧା ଚାଲିଯିବା ଭଲ। ବିହଙ୍ଗଟି ନିଷ୍ପତ୍ତି ନେଲା ଓ ତାର ଡାହାଣ ଦିଗକୁ ଉଡ଼ିବାରେ ଲାଗିଲା ମଝିଆମଝି ଆସିବା ପର୍ଯ୍ୟନ୍ତ। ପଛ କଥା ମନେ ପକେଇଲା ବିହଙ୍ଗ। ଆହୁରି ଢେର ବାଟ ଅଛି ଅନୁମାନ କଲା ଓ ଏଥର କ୍ଳାନ୍ତି ସତ୍ତ୍ୱେ ଦ୍ରୁତ ଗତିରେ ଉଡ଼ିବାରେ ଲାଗିଲା, ଯେତିକି ଦ୍ରୁତ ତାର ସହିତ ଉଡ଼ି ଆସିଥିଲା ତୀରଠାରୁ ନିଜକୁ ବଞ୍ଚେଇବା ପାଇଁ। ଧୂଆଁ ଧୂଆଁ ଧୂଆଁର ଘନ ଆସ୍ତରଣ। ଗାଢ଼ ରାତି ହୋଇଗଲା ଭଳି ତାକୁ ଲାଗୁଥାଏ। ପାଗ ଏମିତି ହଠାତ୍ ବଦଳିଗଲା କାହିଁକି? ଏ ଧୂଆଁରେ ନିଶ୍ୱାସ ନେବାକୁ ବି କଷ୍ଟ ହେଉଛି, ଆଖି ପୋଡ଼ୁଛି, ଦେହ ଅବସନ୍ନ ହେଇଯାଉଛି। ବିହଙ୍ଗଟି ଏତେ ଆଶ୍ୱସ୍ତି ଅନୁଭବ କଲା ଯେ ସେ ପ୍ରାୟ ତଳକୁ ଖସି ପଡ଼ିଥାନ୍ତା, ମାତ୍ର ସଚେତନ ହୋଇ ପୁଣି ଜୋରରେ ଉଡ଼ିବାରେ ଲାଗିଲା। ତଳେ ଆଖିର ଯନ୍ତ୍ରଣା ସତ୍ତ୍ୱେ ମିଞ୍ଜି ମିଞ୍ଜି କରି ଯାହା ଦିଶିଲା, ସେଥିରେ ସେ ଦେଖିଲା ଏଣେ ତେଣେ ଗାଡ଼ି ମଟର, ପଶୁପକ୍ଷୀ ଓ ମଣିଷମାନେ ଦୌଡ଼ିବାରେ ଲାଗିଛନ୍ତି। କେହି କାହାରି ପ୍ରତି ଦୃଷ୍ଟି ଦେଉନାହାନ୍ତି, ସମସ୍ତେ ଖାଲି ଊର୍ଦ୍ଧ୍ୱ ଶ୍ୱାସରେ ଦୌଡ଼ୁଛନ୍ତି। ବିହଙ୍ଗଟି ଭୟ ପାଇଗଲା। ଏକାବେଳେ ଏତେ ଲୋକ ତାକୁ ଆକ୍ରମଣ କରିବାକୁ ଦୌଡ଼ିବା ସେ କେବେ ଆଶା କରିନଥିଲା। ତାହା ହିଁ ତାର ଉଦ୍ବେଗର ହେତୁ ହେଇପଡ଼ିଲା। ଯଦିଓ ସେ କାହାରି ହାତରେ କୌଣସି ଅସ୍ତ୍ରଶସ୍ତ୍ର ଦେଖିବାକୁ ପାଉନଥିଲା, ସେ ତଳୁ ଶୁଭୁଥିବା ବିପୁଳ ଧ୍ୱନିକୁ କାନେଇଲା। ଧର, ମାର, କନ୍, ଠେହରୋ, ଅନୁପ୍ରବେଶକାରୀ, ତୀର ଇତ୍ୟାଦି ଶୁଭୁଛି ବୋଲି ସେ ପ୍ରଥମରୁ ଧାରଣା କରିନେଇଥିଲା। ମାତ୍ର ଭଲ କରି କାନେଇ ଦେଇ ଶୁଣିଲା, ବଞ୍ଚାଅ, ମରିଗଲି, ବୋଉଲୋ, ମୋ ପୁଅ, ମୋ ମା ଇତ୍ୟାଦି ମୋଟେ ଆଶା କରୁନଥିବା ବିକଳ କାନ୍ଦଣା ଶୁଣି ସେ କିଛି ବୋଲି କିଛି ବୁଝିପାରିଲାନି। ସେତେବେଳକୁ ସେ ଧୂଆଁରେ ଆକ୍ତାମାକ୍ତା ହୋଇଯାଇଥାଏ। ଧୂଆଁ ଯୋଗୁଁ ନାକ କାନ ରୁନ୍ଧି ଏମିତି ଶୁଭୁଛି କି ଭାବି ସେ ପୁଣି ଦ୍ରୁତ ଗତିରେ ଉଡ଼ିଲା। ଏଥର ଆହୁରି ଜୋରରେ, ଆହୁରି ଆହୁରି ଉଚ୍ଚରେ, ଆହୁରି, ଅଥଚ ଧୂଆଁର ବଳୟ ଅତିକ୍ରମ କରିପାରୁନଥାଏ, ତଥାପି ଦୃଢ଼ତାରେ ଉଡ଼ୁଥାଏ ଆଗକୁ। ସେ ବୋଧହୁଏ ସଂଜ୍ଞାହୀନ ହୋଇଯାଇଥିଲା କିମ୍ବା ଜଡ଼ ହୋଇଯାଇଥିଲା ମାନସିକ ସ୍ତରରେ। ତା ନହେଲେ ସେ ନିଶ୍ଚୟ ଢେର କିଛି ସମୟ ପରେ ଧୂଆଁର ବଳୟ ପାରି ହୋଇ ଉଡ଼ୁଥିବା ବେଳେ, ହୁ ଆର୍ ୟୁ? ନିଜେ ରାଜକୀୟ ପକ୍ଷମ୍, ଏନ୍ଟିଆର୍ ଅର୍ ଏନ୍ବିଆର୍ ଭଳି ପୁରୁଣା ଅବିଶ୍ୱାସ, ସନ୍ଦେହ, କ୍ରୋଧ ଫେଣ୍ଟାଫେଣ୍ଟି ଶବ୍ଦଗୁଡ଼ାକ ଶୁଣି ପାରିଥାନ୍ତା ଓ ତାର ନୀରବତାର ଉତ୍ତରରେ ଗୋଟିଏ ଗୁଳିରେ ତାର ସମୁଦାୟ ଲାଞ୍ଜର ପକ୍ଷତକ ଝଡ଼ିଯାଇଥିବା ଜାଣିପାରିଥାନ୍ତା। ସେ ସଂଜ୍ଞାହୀନ ଥିଲା ଓ ତାହା ହିଁ ଭଲ ଥିଲା, ନତୁବା ସେ ନିଶ୍ଚିତ ଭାବରେ କିଛି ମାନସିକ ଦୃଢ଼ତା ହରେଇ ବସିଥାନ୍ତା। କିନ୍ତୁ ତାର ସଂଜ୍ଞା ଆସିଲା ସେତେବେଳେ ସେ ଶୁଣିଲା ସେଇ ଅପ୍ରୀତିକର ଓ ଉତ୍ପୀଡ଼କ ଜିଜ୍ଞାସା, ନିଏଙ୍ଗେ ପୋହିରାଇ, ଅର୍ଥାତ୍ କୁଆଡ଼େ ଯାଉଛ? ଶ୍ରୀଲଙ୍କା? ନି ଉବା ନି ଉଳାବାଳି ଏଣ୍ଡ୍ରେ ନିନେ କିରେନ୍? ଅର୍ଥାତ୍ ତୁ ଗୁପ୍ତଚର ଭଳି ମନେ ହେଉଛୁ। ଏନ୍ଦେ ତରୁ ଉଳାବାଳି ଇଉଁ ଉଇରୋଡ଼ ବେତାମାଟେ? ଅର୍ଥାତ୍ କୌଣସି ଗୁପ୍ତଚରକୁ ଜୀବନ୍ତ ଛାଡ଼ି ଦିଆଯିବ ନାହିଁ। ହାତରେ ବନ୍ଧୁକ ଧରି ଦଳେ ଲୋକ ଏଇ ପ୍ରଶ୍ନ ପଚାରୁଥିଲେ। ବିହଙ୍ଗଟି ଚିନ୍ତା କଲା, ତା ମାତୃଭୂମିରେ ଲଙ୍କାଦ୍ୱୀପ ପୁଣି କୋଉଠି? ତାର ଝାପ୍ସା ହେଇ ମନେ ପଡ଼ିଲା ତାର ଅଜାର 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 କେତେ ଅଜାର ଅଜା ଜଟାୟୁ ଥରେ ଲଙ୍କାଦ୍ୱୀପର ଗୋଟାଏ ଉଡ଼ନ୍ତା ରାକ୍ଷସ ସହ ଯୁଦ୍ଧ କରି ବୀର ପରି ମରିଯାଇଥିଲା। ଶୁଣା କଥା। ପ୍ରତିଟି ବିହଙ୍ଗ ଶାବକ ତାର ଶୈଶବରେ ଉଷୁମ ମା କୋଳରେ ଥାଇ ତାଙ୍କ ଜାତିର ଏଇ ମହାନ ବୀରଙ୍କ କଥା ଶୁଣିଥାନ୍ତି। କିନ୍ତୁ ଏବେ ତାର ଲଙ୍କାଦ୍ୱୀପ ସହ ସମ୍ପର୍କ କ'ଣ? ସେତେବେଳକୁ ପୂର୍ବ ଭଳି ମୁଁ ଭାରତୀୟ ଇତ୍ୟାଦି ସଫେଇ ଦେଲା ଭଳି ମାନସିକତା ଓ ପ୍ରବଣତା ତାର ଆଉ ନଥିଲା। ସେ ଚେଷ୍ଟା ବି କରିପାରିଲା ନାହିଁ ପାଟି ଫିଟେଇବାକୁ ଏବଂ ଗୋଟିଏ ଗୁଳି ଠିକ୍ ତା ଛାତିରେ ବାଜିଲା। ସେ ଉଡ଼ି ଯାଉ ଯାଉ ସେଇଠି ଯୋଉଠି ବହୁ ବର୍ଷ ତଳେ କିଏ ଜଣେ ବିବେକାନନ୍ଦ ଚିକାଗୋ ବୋଲି କେଉଁ ଜାଗାରେ ତା ମାତୃଭୂମିର କେଉଁ ଏକ ଧର୍ମ ସମ୍ପର୍କରେ ଚମତ୍କାର ତଥ୍ୟ ପରିବେଷଣ କରି
ତାକୁ ପ୍ରତିଷ୍ଠିତ କରି ସ୍ୱାମୀ ଉପାଧି ପାଇ ଦିନେ ମାତୃଭୂମିର ତମାମ ସ୍ଥଳଭାଗ ଛାଡ଼ି କିଞ୍ଚିତ ଦୂରରେ ଗୋଟାଏ ପଥର ମୁଣ୍ଡିଆ ଉପରେ ଆଦିଗନ୍ତ ବିସ୍ତୃତ ନୀଳାଭ ଗର୍ଜନଶୀଳ ସମୁଦ୍ରକୁ ମୁହଁ କରି କୋଉ ଉଦ୍ଦେଶ୍ୟରେ କେଜାଣି ଠିଆ ହୋଇଥିଲେ, ପାଣି ଭିତରକୁ ଖସି ପଡ଼ିଲା। ଯାବତୀୟ କୁଶ୍ଚିତ ଶବ୍ଦର ଜଞ୍ଜାଳ, ବନ୍ଧୁକ, ବୋମା ଓ ତୀରର ଶବ୍ଦ, ଆକ୍ରମଣ, ହିଂସା ଓ ଶେଷକୁ ମରଣାନ୍ତକ ଗୁଳିଚୋଟର ଯନ୍ତ୍ରଣା ସତ୍ତ୍ୱେ ସେ ତଥାପି ପାହାଡ଼ ଦେହରୁ ସମୁଦ୍ର ଭିତରକୁ କୃଶବିଦ୍ଧ ଯୀଶୁଙ୍କ ଭଳି ଝୁଲି ପଡ଼ିଥିବା ତା ମାତୃଭୂମିର ସବୁଜ ଅରଣ୍ୟ, କଳନାଦିନୀ ତଟିନୀ, ବିସ୍ତୀର୍ଣ୍ଣ ଶସ୍ୟକ୍ଷେତ୍ର, ନିର୍ମଳ ପବନ, ଫୁଲର ମହକ, ଫଳର ସ୍ୱାଦ ଇତ୍ୟାଦି ସମନ୍ୱିତ ଶାନ୍ତ ସୁନ୍ଦର କମନୀୟ ମୂର୍ତ୍ତିଟି ମନେ ପକାଇ ଲହରୀ ଦୋଳିରେ ଖେଳୁ ଖେଳୁ ଗଭୀର ସୁଷୁପ୍ତିରେ ଶୋଇପଡ଼ିଲା। ସେତେବେଳେ ସାମୁଦ୍ରିକ ପକ୍ଷୀଏ ତାକୁ ତା ମାତୃଭୂମିର ଏମିତି ଦୁରାବସ୍ଥା ଯୋଗୁଁ କରୁଥିବା ଉପହାସ ଓ ପରିହାସକୁ ଆଦୌ ଖାତିର ନ କରି ଶେଷଥର ପାଇଁ ଶୋଇପଡ଼ିବା ପୂର୍ବରୁ ଗଭୀର ଦୃଢ଼ତା ଓ ପ୍ରତ୍ୟୟର ସହ ଫେରିବା ବେଳକୁ ସବୁ ଠିକ୍ ହେଇଯାଇଥିବ ଯେ କହିଥିଲା, ସବକୁ ସନ୍ମତି ଦେ ଭଗବାନ। ସାଗରର ଲହରୀ ଲହରେଇ କହିଲା ପରି ସମସ୍ତଙ୍କୁ ଶୁଭିଥିଲା। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଆମ ସମୟର ଜଣେ ଯଶସ୍ୱୀ କୃତବିଦ୍ୟ ଗାଳ୍ପିକ ପ୍ରକାଶ କୁମାର ପରିଡ଼ାଙ୍କ ଗଳ୍ପର ଶୀର୍ଷକ ଥିଲା ମାତୃଭୂମି। ଗଳ୍ପଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ। ଧନ୍ୟବାଦ।